हेलो गाइस वेलकम बैक टू माय चैनल केमते जनी आशा करी भल थे तो ये गोटे सांगटा आइला तो कहला चलो ड्रेस किना जा तो बोले हो चलो जा वर्षा पागर आई ड्रेस किना बोले हो चलो तो ये पहुँच गए तो देखते हुए वर्षा पूरा केतर पकाऊँ एपर्त भी पकाऊँ तो कैमेरा भी जना पड़नी वर्षा पकाऊँ बोली मैंने अल्प अल्प कर पकाऊँ तो बाहरलु बजार तो चलो जा कौटी किना हो तो देखी आसतु ମାନେ ଗାଈ ଯେ ରୋଡ ମାନେ ଗୋରେଖନାଥ ରୋଡ ସେଟା ଆସିବ ପ୍ରସିଦ୍ଧ ମନ୍ଦିର ଗୋଟେ ଗୋରେଖନାଥ ରୋଡ ଦେଖୁ ଏମିତି କେମିତି କରିଛନ୍ତି ସେ ରୋଡ ପୁରା ଫାଟି ଯାଇଛି ମାନେ ଏଇଟା ଗୋଟେ ପ୍ରସିଦ୍ଧ ରୋଡ ଆମର ଗୋରେଖନାଥର ମାନେ ଏଇ ରୋଡ ହାଲ ଦେଖିବା ଏଇଟା କେମିତି ହେଇଛି ତ ରୋଡ ରୋଡ ଆମର ଏମିତି ହେଇଛି ତା ପାଇଁ ଆପଣ କଣ କହିବୁ ଆମର ଆଥିରେ ଏୟାର ଇଣ୍ଡିଆ ଯିବ ନହେଲେ ଆକାଶ ଏୟାର ଏରୋପ୍ଲେନ ଆଥିରେ ଟେକ୍ ଅଫ୍ କରିବ ଆଉ କେତେ ଦିନ ପରେ ଦେଖିବେ ଏଠି ଏୟାରପୋର୍ଟ ହବ ବିଜୁ ପଟ୍ଟନାୟକ ସ୍ୱୟଂ ଆସି ଉପରୁ ତଳକୁ ଯୋଉ ଇଏ ଆମର ଉଦ୍ଘାଟନ କରିବେ ତାପରେ ପୁଣି ପଳେଇବେ ରୋଡ ଏଇଭଳିଆ ହେଇଛି ଏଇ ଆସି ଏରୋପ୍ଲେନ ବି ଲ୍ୟାଣ୍ଡ କରିଦେବ ମାନେ ମାନେ ରୋଡ ଏଇଠି ଦେଖନ୍ତୁ ଏବେ ରୋଡରେ ରୋଡ ଯେତିକି ଗାତ ସେତିକି ମାନେ ଏଠି ସୁଇମିଂ ପୁଲ ଆଉ ଟିକେ ହେଲେ ସୁଇମିଂ ପୁଲ ହବ ନା ଇଣ୍ଡିଆ ଇଣ୍ଡିଆ ମାନେ ସେଇଥିରେ ମୋଦି ଆମର କହୁଛନ୍ତି ଆମ ଇଣ୍ଡିଆ ମାନେ ଡେଭଲପମେଣ୍ଟ ହଉଛି ଏଇ ଡେଭଲପମେଣ୍ଟ ଆମେ ଏଇ ଡେଭଲପମେଣ୍ଟ ଦେଖିବାକୁ ମାନେ ରୋଡ ଏମିତି କରିବେ ଅଧା ମାନେ ଯେ କନଷ୍ଟ୍ରକ୍ସନ କାମ ଯେ କରୁଛନ୍ତି ଆରେ ଅଧା ପଇସା ମାରି ଦଉଛନ୍ତି ଅଧା ପଇସା ମାରିକି ଲୋକ ଆମର ମନ୍ତ୍ରୀ ଦେଖି ଭୋଟ ଦେଲେ କିନ୍ତୁ ମନ୍ତ୍ରୀ କିଛି କାମ କରୁନାହାନ୍ତି ଯଦି ବି ସେ ପଇସା ଦଉଛନ୍ତି ଯୋଉ ଏମିତିଆ ଲୋକଙ୍କୁ ଦଉଛନ୍ତି ସିଏ ଆମର ପଇସା ଏଠି ଖାଇକି ଏମିତିଆ ରୋଡ କରୁଛନ୍ତି ଆଉ ଆଦେହରେ ଗାଡି ଫାଡି ଯିବା କଷ୍ଟ ବହୁତ ଆକ୍ସିଡେଣ୍ଟ ହେଇଗଲା 2-3 ଦିନ ଭିତରେ ଆଉ କଣ କରାଯିବ ମାନେ ଏଇଟା ଗୋଟେ ପ୍ରସିଦ୍ଧ ମନ୍ଦିର ହଉଛି ବାବା ଗୋରେଖନାଥ ମନ୍ଦିର ମାନେ ଏଇଠି ଯେ ମାନେ ଦୂର ଦୂର ମାନେ ଆସିବେ ଦର୍ଶନ କରିବା ଯିଏ ଆସିବେ ସେମାନେ ଏଇ ରୋଡ ଦେଇ ଆସିବେ ମାନେ ଭାବି ପାରୁଥିଲୁ ଏଇ ରୋଡ ଏମିତିଆ ରୋଡ ମାନେ ଯୋଉ ବର୍ଷା ହଉଛି ପାଣି ବି ଏଇଠି ଫୁଲିଗଲା ମାନେ ବହୁତ ଆକ୍ସିଡେଣ୍ଟ ହବ ଏଇଠି ଗୋଟେ ଏକ୍ସାମ୍ପଲ ଦେଖନ୍ତୁ ଏଇଠି କେଡ ଗାତ ଏଇଠି ଅଛି ମାନେ ଏଇଠି ଭାବନ୍ତୁ ବର୍ଷା ପକେଇ ଫୁଲିଗଲା ଏଇଟା କେତେ ନ ପଡିବ କୁହନ୍ତୁ ଏଇ ଜାଗାରେ ମାନେ ମୁଁ ଏଇଠି ଯଦି ଗଭର୍ଣ୍ଣମେଣ୍ଟ ଏତିକି କଥା କହିଯାଉଛି କି ଆପଣ ଫଲୋ କରନ୍ତୁ ଆପଣ ଯାହାକୁ କହୁଛନ୍ତି ପ୍ରପରଲି ମାନେ ତାଙ୍କଠୁ ଆଦାୟ କରୁ କେମିତି କଣ ହେଲା କେତେ ଟଙ୍କା ଖର୍ଚ୍ଚ ଦେଲା ସବୁ ଆଦାୟ କରନ୍ତୁ ଏଇଟା କଣ କହୁଛ ନା ସେଗୁଡା ହିଁ ଠିକ ହବ ଗାଈ ସେଇଟା ଆମେ ଆସି ଗପି ଗପି ଓଲଟା ରାସ୍ତାରେ ପଳେଇ ଆସିଥିଲୁ ସିଧା ରାସ୍ତାରେ ଆସି ମାନେ ଆପଣ କେତେ ଗପରେ ବେଚୁଥିଲେ ଆପଣ ବି ତ ଗପରେ ବ୍ୟସ୍ତ ଥିଲେ ଆପଣ ସିଧା ରାସ୍ତା କହୁଥିଲେ ଗପି ଗପି ଆମେ ଓଲଟା ରୋଡ ପଳେଇଲୁ ମାନେ ବହୁତ ବାଟ ମାନେ 2 କିଲୋମିଟର ହବ ଆମେ ପଳେଇଥିଲୁ ବହୁତ ଦୂରକୁ ପୁଣି ବୁଲିକି ଆସି ଏପଟେ ଆଉଛୁ ଏପଟେ ଆମର କାମ ଚାଲିଛି ସେଇଠି ଏଇଟା ଉପରେ କଣ ଚାଲିଛି ଏଇଟା ବ୍ରିଜ ଟ୍ରେନ ଲାଇନ କ୍ରସ କରିବେନି ବୋଲି ଲୋକ ଉପରେ ବ୍ରିଜ ଏଇଟା ମାନେ ବ୍ରିଜ ମୁଁ ଦେଖିଲି ଏଇଟା ବହୁତ ବର୍ଷ ହେଲା ଏଇଟା ବ୍ରିଜ ଟା ହଉଛି ଏପର୍ଯ୍ୟନ୍ତ କମ୍ପ୍ଲିଟ ହେଇପାରନି ମାନେ ଆମ ଇଣ୍ଡିଆରେ ଗୋଟେ ଏମିତି ଗୋଟେ ଜିନିଷ ହୁଏ ଆରମ୍ଭ ଗୋଟେ ଜିନିଷ କମ୍ପ୍ଲିଟ ହୁଏ ନା ଅଧା ଅଧାରେ ଏଇଟା ମୁଁ କୋଉ ବର୍ଷରୁ ଦେଖିଲି ଯେବେଠୁ ମୁଁ କେନ୍ଦ୍ରାପଡାରେ ଆଗରୁ ରହୁଥିଲି ତ ଏଇଠି ଆସିଥିଲି ଏର ଉପର ଖାଲି ହେଇଥିଲା ନର୍ମାଲ ଏପର୍ଯ୍ୟନ୍ତ ବି କାମ ସରିନି ଦେଖିପାରୁଛି ଜାଗା କେମିତି ମାନେ ଏଇଗୁରା ହଉଛି ଆମ ଇଣ୍ଡିଆ तो गाई से सांगर गपु गपु तो तार बाटर मन पड़ा गाड़ी प्रेसर नाला तो ये प्रेसर दे बाहर ड्रेस किने तो चलो जा देखिए कौटी कौन ड्रेस किना तो लेट्स गो गाइस ଏଇଠି ଆମ ପ୍ରତ୍ୟୁଷ ଆମ ସର୍ଟକଟ ରାସ୍ତା ମୁଁ ଦେଖେଇଛି ମୁଁ ତ ଏଇଠି ଜଗତସିଂହପୁର ଆସିବାର କେତେ ବର୍ଷ ହେଲାଣି ବର୍ଷେ ଉପରେ ହେଲାଣି ତ ମୁଁ ଛୋଟ କେନ୍ଦ୍ରାପଡା ରହୁଥିଲି ତ ଇଏ ଆମକୁ ଆମ ସର୍ଟକଟ ରୋଡ ଦେଖୁଛି ମୁଁ ଏଇଠି ଏ ବିଷୟରେ କିଛି ଜାଣିନି ଗୋଟେ ସର୍ଟକଟ ରୋଡ ଏଇପଟେ ରୋଡ ବୁଲିଲି ରାସ୍ତା ବାଟ ଅଛି ନା ନାଇଁ ଗାଇସ୍ ଏଠି ଏତେ ବାଲି ପଡିଛି ଚକା ଖସିବନି ତ ଚକା ଖସିଲେ ବି ମଜା ଲାଗିବ ଏ ରୋଡ ପଡିଲା ଆଉ ହେଇଗଲା ସିଙ୍ଗଲ ରୋଡ ଏ ଦେଖ ଭାଇ ୱାଓ କି ରୋଡ ମାନେ ଆମକୁ ଆମର ସର୍ଟକଟ ରୋଡ ଆମେ ଦେଖୁଛୁ ଆମେ ମାନେ ଭାଇ ଇଏ କି ଗଡାନିଆ ଭାଇ ଇଏ ହଉଛି ସେ ଅଙ୍କଲଟା ପଳେଇଲା ମଝିରେ ଟିକେ ନା ମାନେ ଗୋଟେ ଚକା ପାଇଁ ଗୋଟେ ଅଛି ରୋଡ ଆଉ ଏ ରୋଡ ସବୁ ଆମେ ତିଆରି କରିଛୁ ଇଣ୍ଡିଆନ ସବୁ ଇଣ୍ଡିଆନ ପାୱାର ମାନେ ଗଡାନା ଦେଖୁନ କେତେ ରୋଡ ମଝିରେ ସେଇ ରୋଡ ମାଇ ଗଡ चलो तो गाई से देखी पार्थे जगतसिंहपुर कोर्ट तो गाइस एटा होची हम जगतसिंहपुर बारिश के मौसम में माने वर्षा ऋतुरा मोरा माने मजा आसी एठी बारिश के मौसम में जगतसिंहपुर में दिल गार्डन हो रहा है तो देखिए माने बस एटा होची हमर इंडियन बस नहीं इंडियन बस रे बजेनी मैं भर्ती गली तादरी कहबे भाई बस खाली अछि तो फाइनली गाई से भी बजार पहुंच गलु तो आमर अलग जगह प्लान थी ड्रेस देखा तो ये देखिए चलो ये भल ड्रेस अच्छी नहीं
ତ ଏଇଠି ଆସି ଭିତରେ ଆସି ପହଞ୍ଚିଗଲୁ। ତ ଏମିତି ଆମ ଭିଡ଼ିଓ ଦେଖନ୍ତୁ, ଆଗକୁ କ'ଣ ଅଛି ତ ଦେଖନ୍ତୁ। ତ ଗାଇସ୍ ଏଇଠି ବହୁତ ଡ୍ରେସ୍ ଦେଖିଲା ପରେ କିଛି ମନ ପସନ୍ଦ ହେଲାନି, ତ ଏଇଠି ବାହାରି ଆସିଲୁ। ତ ଚାଲନ୍ତୁ ଆଉ କେଉଁଠି ଯିବା ଜାଗା ଦେଖିବା। ଓଇ କୁଆଡ଼େ ବି ଯିବା, ଚାଲିଯିବା କେଉଁଠି ଦେଖିବା ଗୋଟେ ଆଉ। ବିଶାଳ ନୁହଁ ହେଲା, ଏଇଟା ପୁରା ଅଣ୍ଡରଗ୍ରାଉଣ୍ଡ ରେ ଯିବା ନା। ମନେ ରଖ ବିଶାଳ ଆୟୁଷ ବିଶାଳ ନୁହଁ। ତ ଗାଇସ୍ ଆ ଭିତରୁ ଆମେ ପଶିଲୁ କି ନାହିଁ, କ'ଣ ଖାଲି ଲେଡ଼ିସ୍ର କ'ଣ ହେଇଛି ଭିତରେ, ଯେଉଁଠି କ'ଣ ଦେଖୁଛୁ ଜେଣ୍ଟସ୍ର କିଛି ନାହିଁ। ତାପରେ ଜଣ ଷ୍ଟାଫ୍କୁ ପଚାରିଲା ପରେ ତ କହୁଛନ୍ତି ଉପର ମାନେ ଫାର୍ଷ୍ଟ ଫ୍ଲୋରରେ ଅଛି ବଏଜ୍ଙ୍କର, ତ ତଳେ ସବୁ ଗାର୍ଲସ୍ଙ୍କର। ତ ଏହା ଶୁଣି ଇଏ ମୋ ପ୍ରତିଶ ମୁହଁ କରୁଛି, ମୁଁ ତାକୁ ମନଉଛି। ତ ଗାଇସ୍ ମୁଁ ଏଇଠି ଯେତିକି ବିଶାଲରେ ବୁଲିକି ଦେଖିଲି ଡ୍ରେସ୍ ପ୍ୟାଣ୍ଟ, ମାନେ ବହୁତ ବଢ଼ିଆ ବଢ଼ିଆ ଡ୍ରେସ୍ ପ୍ୟାଣ୍ଟ ଅଛି। ଆଉ ପ୍ରାଇସ୍ ହିସାବରେ ବହୁତ ବଢ଼ିଆ ଡ୍ରେସ୍ ପ୍ୟାଣ୍ଟ ଅଛି। ମୋତେ ବଢ଼ିଆ ଲାଗୁଛି। ଏଇଟା ହେଉଛି କୋରିଆନ୍ ପ୍ୟାଣ୍ଟ, ଆଉ ଏଇଟା ଭଲ ଭଲ ରଖିଛନ୍ତି। ମାନେ ଏଠି କମ୍ ବଜେଟ୍ରେ ଭଲ ଡ୍ରେସ୍ ମିଳିଯିବ, ଆଉ ଭଲ କ୍ୱାଲିଟିର ମିଳିଯିବ। ତ ଏଇଠି ଡ୍ରେସ୍ ପ୍ୟାଣ୍ଟ କଲେକ୍ସନ୍ ଖାଲି ନାହିଁ, ଏଇ ଟଏଜ୍ ବି ଅଛି। ଆପଣ ଛୁଆ କି ଛୋଟ ପିଲାଙ୍କୁ ଧରିକି ଆସିପାରିବେ। ଏଠି ସବୁ ପ୍ରକାର ଆଇଟମ୍ ଅଛି, ସ୍ନାକ୍ସ ଠୁ ଆରମ୍ଭ କରିକି ଟଏଜ୍ ତକ୍, ଡ୍ରେସ୍ ସବୁ ଆଭେଲେବୁଲ୍ ଏଇଠି। ତ ଗାଇସ୍ ଆପଣ ଥରେ କହୁଛି ଏଇ ଜାଗା ଆସନ୍ତୁ, ଆଉ କେମିତି ଲାଗିଲା ମୋତେ କମେଣ୍ଟରେ କହିବେ। ଗାଇସ୍ ଏଇଟା ହଉଛି ଆମ ପ୍ରତ୍ୟୁଷ ଖେଳିବ ଏଇଥିରେ। ଏଇଥିରେ ଆମ ପ୍ରତ୍ୟୁଷ ଏଇଟା ଆପଣ ଏଇଥିରେ ଖେଳିବେ। ଆପଣ ଛୁଆ ଗୁଡା, ତମ ଛୁଆ ଅଛି। ଏଇଟା ପ୍ରତ୍ୟୁଷ ପାଇଁ ବଢିଆ ହବ। ପ୍ରତ୍ୟୁଷ ଏଇଟା ତମ ଘରେ ପରିବା ନଥିବ, ଏଇଟା ତୁମ ନେଇଯିବ। କୋଉଟା? ଓହୋ ଏଇଟା ଭଲ, ଏଇଠି ଅଛି ସବୁ ଜିନିଷ ଭଲ ଅଛି। ହ୍ୟାଲୋ ଗାଇସ୍, ତ ଏଇଟା ଅଛି ଆନିମେ ଟି ସାର୍ଟ, ମାନେ ମୋର ଫେଭରାଇଟ୍ ଟି ସାର୍ଟ। ମାନେ ମୁଁ ଆନିମେର ଡ୍ରେସ୍ ଏଇଠି ଖୋଜିଥିଲି, ତ ଏଇଠି ଗୋଟେ ଡ୍ରେସ୍ ମିଳିଲା ନାରୁଟୋର। ଆପଣ ତ ଜାଣିଥିବେ ମୁଁ ତ ଆନିମେ ପଗଲୁ। ଗାଇସ୍ ଏଇଠି ଆମ ପ୍ରତ୍ୟୁଷ ଭାଇ ଗଲେ ଏଇଠି ଡ୍ରେସ୍ ଟ୍ରାଏଲ୍ କରିବାକୁ, ତ ଦେଖିବା କେମିତି ଦେଖାଯାଉଛି ଡ୍ରେସ୍। ତ ଗାଇସ୍ ଏଇଠି ଦେଖା ତ ପ୍ରତ୍ୟୁଷକୁ ବହୁତ ଡିଲ୍ ଲାଗୁଛି। ତ ଏଇଠି ମୋତେ ଗୋଟେ ଡ୍ରେସ୍ ପସନ୍ଦ ହେଲା, ତ ମୁଁ ବାହାରିଲି ଟ୍ରାଏଲ୍ ପାଇଁ। ତ ଚାଲନ୍ତୁ ଦେଖିବା କେମିତି ଲାଗୁଛି ଡ୍ରେସ୍ ମୋତେ। ତ ଗାଇସ୍ ଆପଣ କୁହନ୍ତୁ ଏଇ ଡ୍ରେସ୍ ମୋତେ କେମିତି ଲାଗୁଛି, ଆଉ ଯଦି ଭଲ ଲାଗୁଥିବ ନେକ୍ସଟ ଟାଇମ୍ କିଣିବି। ତ ଗାଇସ୍ ଆମେ ଏଇଠି ଦିଟା ଡ୍ରେସ୍ କିଣି ତ ବାହାରିଗଲୁ ଘରକୁ। ତ ଏଇଠି ଆପଣ ଜାଣିଛନ୍ତି ଏଇଟା କୋଉ ଜାଗା? ଏଇଟା ହେଉଛି ଭାଇରାଲ ଭୂତକଟି ଜଗତସିଂହପୁର। ତ ନେକ୍ସଟ ଭିଡ଼ିଓ ଆପଣ ଦେଖିଥିଲେ, ଏଇଟା ଏଇ ଭିଡ଼ିଓ ମୁଁ କରିଥିଲି। ତ ଏବେ ସେଇ ଘରଟା ଭଙ୍ଗା ହେଇଥିଲା, ଭଙ୍ଗା ହେଇକି ରିପେୟାର କରାଯାଇଛି, ମାନେ ଗୋଟେ ସିମେଣ୍ଟ ନାଁରେ ଗୋଟେ ହେଇଛି। ଏଇ ଘରଟା ବି ପୁରା କ୍ଲିନ୍ କରାଯାଇଛି। ଏବେ ଆଉ ସେଇ ଜଗତସିଂହପୁର ଭାଇରାଲ ଭୂତକଟି ନାହିଁ, ଆଉ ଏବେ ନର୍ମାଲ ଘର ହେଇଯାଇଛି। ତ ଫାଇନାଲି ଗାଇସ୍ ଆସି ଘର ପାଖରେ ପହଞ୍ଚିଗଲୁ। ତ ଆପଣ ଜାଣିଥିବେ ଆମ ଘର ପାଖରେ ଟ୍ରେନ୍ ଲାଇନ୍। ତ ଏଇଠି ଭିଡ଼ିଓଟି ରଖୁଛି। ତ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।